ରାନ୍ଧି ଜାଣିଲେ ପଣସ କଟା ତରକାରୀ କୌଣସି ନନଭେଜ ଠାରୁ ବି କମ ଲାଗିବନି। ସେଥିପାଇଁ ଏମିତି ଛୋଟ ଛୋଟ କାଟିଥିବା କିଛି ପଣସକୁ ପ୍ରେସର କୁକରରେ ଲୁଣ ହଳଦୀ ଦେଇ 2ଟା ସିଟି ଦେଇକି ସିଝେଇକି ରଖିନବା। କଡ଼େଇରେ କିଛି ସୋରିଷ ତେଲ ଦବା। ବଡ଼ ବଡ଼ ସାଇଜର କାଟିଥିବା ଆଳୁକୁ ଦେଇକି ଆଳୁକୁ ଭାଜି ନେବା। ସେଇ ବଳକା ତେଲରେ ଏପଟେ ପଣସ ସିଝି ଯାଇଛି, ତାକୁ ଥଣ୍ଡା କରି 2-3 ଥର ଧୋଇ ସାରିଲା ପରେ ବଳକା ତେଲରେ ପଣସକୁ ଦେଇକି ଭାଜିକି କାଢି ନେବା। ପଣସ ଭାଜି ହେଇଗଲା ପରେ ସେ କଡ଼େଇରେ ଆଉ 1 ଚାମଚ ସୋରିଷ ତେଲକୁ ଦବା। କିଛି ଛୋଟ ଛୋଟ କାଟିଥିବା ପିଆଜକୁ ଦବା। ପିଆଜକୁ ହାଲକା ଟିକେ ଭାଜି ନେବା। ଭଲ କଲର ପାଇଁ କାଶ୍ମୀର ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡକୁ ଦବା, ଭାଜି ନେବା। ଭାଜି ହେଇଗଲା ପରେ ଛୋଟ ଛୋଟ କାଟିଥିବା କିଛି ଟମାଟୋକୁ ଦବା। ସ୍ୱାଦ ଅନୁସାରେ ଲୁଣକୁ ଦବା। ଟମାଟୋ ମେଲ୍ଟ ହେବା ପର୍ଯ୍ୟନ୍ତ ଭାଜି ନେବା। ଟମାଟୋ ମେଲ୍ଟ ହେଇଗଲା ପରେ 1 ଚାମଚ ଦେଇଦେବା ମଟନ ମସଲା, 1 ଚାମଚ ଦେଇଦେବା ଜିରା ଗୁଣ୍ଡ, 1 ଚାମଚ ଦେଇଦେବା ଧନିଆ ଗୁଣ୍ଡ। ରାଗ ଯେତିକି ଖାଇବାକୁ ପସନ୍ଦ କରିବେ ସେଇ ହିସାବରେ ରାଗ ଲଙ୍କା ଗୁଣ୍ଡକୁ ଦବା। ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ 1-2 ମିନିଟ୍ କଷି ନେବା। ଯେତେବେଳେ ମସଲା ବଢ଼ିଆ ସେ କଷି ହେଇଯିବ, କିଛି ଗୋଟା ମସଲା ସହିତ ପିଆଜ ଅଦା ରସୁଣ ପେଷ୍ଟକୁ ଦବା। ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ 1-2 ମିନିଟ୍ କଷି ନେବା। ମସଲା ବଢ଼ିଆ ସେ କଷି ହେଇଗଲା ପରେ ଆଗରୁ ଭାଜି ରଖିଥିବା ଭଜା ପଣସକୁ ଦବା। ଅଳ୍ପ ଗରମ ପାଣି ଦେଇକି ମସଲାକୁ କଷି ନେବା। ପଣସ ସହିତ ଆଳୁ ବଢ଼ିଆ ସେ କଷି ହେଇଗଲା ପରେ କିଛି ଗରମ ପାଣି ଦବା, ଫୁଟିବା ପାଇଁ ଛାଡ଼ିଯିବା। ସବୁ ପ୍ରକାର ପରିବା ସହିତ ଆଳୁ ପଣସ ବଢ଼ିଆ ସେ ସିଝିଗଲା ପରେ ଆମର ଏଠି ସୁପର ଟେଷ୍ଟି ପଣସ କଠା ଆଳୁ ଝୋଳ ପୁରା ରେଡି।